A person incurs 20% loss by selling an article at 4000। ତ 20% ଲସ୍ ହେଉଛି ମାନେ 100ରେ ଯଦି ଆମର 20% ଲସ୍ ହେଉଛି ତା ମାନେ କେତେ ହେବ? 80 ଟଙ୍କାରେ ବିକ୍ରି କରିଛି। ଆଉ 100ଟା କେତେ ଆମର ମେନ୍ ପ୍ରାଇସ୍ଟା, ଆଉ 80ଟା ହେଲା ତାର ସେଲିଂ ପ୍ରାଇସ୍ଟା। ତ 80 ଭାଗର ମୂଲ୍ୟ ଆମର ଦେଇଛି କେତେ ନା 4000। ତ ବେସ୍ ପ୍ରାଇସ୍ଟା କେତେ ରହିବ? ଇଏ 0 0 କଟିଯିବ, ଇଏ 8 ପଞ୍ଚା 40, ଇଏ 50। ତ ବେସ୍ ପ୍ରାଇସ୍ଟା ଆମର କେତେ ବାହାରି ପଡ଼ିଲା? 50 × 100 କେତେ ହେଉଛି? 5000। ତାପରେ ସେ କହିଛି ଆଟ୍ ହ୍ୱାଟ୍ ପ୍ରାଇସ୍ ସୁଡ୍ ଦ ଆର୍ଟିକଲ ବି ସୋଲ୍ଡ ଟୁ अर्न 20% ପ୍ରଫିଟ୍। ତାପରେ ସେ କହିଛି ଯଦି 20% ପ୍ରଫିଟ୍ରେ ମୋତେ ବିକ୍ରି କରିବାର ଅଛି ତାହେଲେ କେତେ ଟଙ୍କାରେ ଯିବ ସେଇଟା? ତ 20% ପ୍ରଫିଟ୍ ମାନେ କ'ଣ? 100ରେ 20% ପ୍ରଫିଟ୍ ମାନେ 120 ଟଙ୍କା। ତ 120/100। ଆଉ ଆମେ ଜାଣିଛେ ବେସ୍ ପ୍ରାଇସ୍ର ମୂଲ୍ୟ କେତେ ଅଛି? 5000। 120ର ମୂଲ୍ୟ କେତେ ହେବ? 12×5 = 60, ଇଏ ହେବ 6000।